ଆସିକିରି 70ଟା ଖଣି ବର୍ତ୍ତମାନ ନିଲାମ ହଉଛି ସବୁ ସରିଯିବ ଆଉ ସରିବା ପାଇଁ ବର୍ତ୍ତମାନ ବ୍ୟବସ୍ଥା ଚାଲିଯାଇଛି। ଯୋଉଠି ଜଳ ପଳେଇବ, ଜଙ୍ଗଲ ପଳେଇବ, ଖଣି ପଳେଇବ, ସମ୍ପଦ ପଳେଇବ, ଆଉ 30 ବର୍ଷ ପରେ କି 25 ବର୍ଷ ପରେ ରାଜ୍ୟରେ କିଛି ନଥିବ। ଏବଂ ତା ସହିତ ଯୋଉ ଜଡିତ ଯୋଉଟା ଏଗ୍ରିକଲଚର ଇକୋନୋମି, କୃଷି ବ୍ୟବସ୍ଥା, ଜଙ୍ଗଲ ବ୍ୟବସ୍ଥାରେ ଯୋଉମାନେ କୋଟି କୋଟି ଲୋକ, ହଜାର ଲୋକ ଜୀବିକା ପାଉଛନ୍ତି, ସେ ଜୀବିକାରୁ ବି ବିଚ୍ଛିନ୍ନ ହେଇଯିବେ, ପୁରା ବାଛନ୍ଦ ହେଇଯିବେ। ଲୋକେ ଯିବେ କୁଆଡେ? ଏକ ଗୋଟେ ମରୁଭୂମି ପରିଣତ ହେଇଥିବ। ସେତିକିବେଳେ ଆପଣ ଦେଖିବେ ଯେ ଏଇ କଥାଟା ମୁଁ ବାରମ୍ବାର ଆଗରୁ କହି ଆସିଛି, ଏବେ ଆହୁରି ପ୍ରମାଣିତ କରିଦେବାକୁ ଚାହୁଁଛି। ଏ ଡବଲ ଇଞ୍ଜିନ ସରକାର ଆଭିମୁଖ୍ୟ ସେଇଟା କଣ ଜାଣିଛନ୍ତି ନା, ଏବଂ ଓଡ଼ିଶାର ଭବିଷ୍ୟତ ସହିତ କେମିତି ଏକ ବଡ଼ ଷଡ଼ଯନ୍ତ୍ର ଚାଲିଛି, ଏ ପ୍ରସଙ୍ଗରେ ଆମେ ଆଜି ଆଲୋଚନା କରିବା। ଆମ ସହିତ ଓଡ଼ିଶା ଲୋକଶକ୍ତି ଅଭିଯାନର ଆବାହକ ପ୍ରଫୁଲ୍ଲ ସାମନ୍ତରା ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା। ପ୍ରଫୁଲ୍ଲ ବାବୁ, କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ସାରା ଓଡ଼ିଶାବାସୀ ଆପଣଙ୍କୁ ଅପେକ୍ଷା କରିଛନ୍ତି ଯେ ପ୍ରଫୁଲ୍ଲ ସାମନ୍ତରାୟ କେବେ ମୁହଁ ଖୋଲିବେ ଯେ MMDR ଆମେଣ୍ଡମେଣ୍ଟ ବିଲ୍ ସଂସଦରେ ପାରିତ ହୋଇସାରିଛି। 2 ଲକ୍ଷ କୋଟି ଟଙ୍କାର ରାଜସ୍ୱ ବାର୍ଷିକ ଓଡ଼ିଶା ଯେଉଁ ପାଉଥିଲା ଓଡ଼ିଶାର ଖଣିଜ ସମ୍ପଦରୁ, ବର୍ତ୍ତମାନ ତାହା କେନ୍ଦ୍ର ସରକାରଙ୍କ ପାଖକୁ ଚାଲିଯିବ। ଏହାଦ୍ୱାରା ଓଡ଼ିଶା କେତେ ପ୍ରଭାବିତ ହେବ, ପୁରା ଘଟଣାକୁ ଆପଣ କେମିତି ଦେଖୁଛନ୍ତି? ଦେଖନ୍ତୁ ସୁନୀଲ ବାବୁ, ବର୍ତ୍ତମାନ ଦେଶରେ କେନ୍ଦ୍ର ସରକାର ଏ ଯେଉଁ MDR ସଂଶୋଧନ ବିଲ୍ ପାରିତ କରିଛନ୍ତି, ପ୍ରଥମତଃ ତାହା ଅଗଣତାନ୍ତ୍ରିକ ବାଟରେ ପାରିତ କରିଛନ୍ତି। ଯେତେବେଳେ ଦେଶର ସଂସଦ, ଲୋକସଭା, ରାଜ୍ୟସଭା ଅଚଳ ହେଇଯାଇଥିଲା, ଯେହେତୁ ଜେନ୍-ଜି ଛାତ୍ର ଯୁବକମାନଙ୍କ ଉପରେ ଯେତେବେଳେ ପୋଲିସର ଅତ୍ୟାଚାର ହେଇଥିଲା ଏବଂ ସେଇଥିପାଇଁ ରାଷ୍ଟ୍ରର ଗୃହମନ୍ତ୍ରୀ ଲୁଚିକିରି ପଳାଉଥିଲେ ସଂସଦକୁ ଆସୁନଥିଲେ ଉତ୍ତର ଦେବା ପାଇଁ। ଏବଂ ସେଇ ସମୟରେ ଯେମିତିକି ଲୁଚିକିରି ଛପିକିରି ହୋମ୍ ମିନିଷ୍ଟର ରହୁଥିଲେ, ସେଭଳି ଭାବରେ କେନ୍ଦ୍ର ସରକାର ଲୁଚି ଛପିଲା ଭଳିଆ ନିଜର ସାଂସଦମାନଙ୍କ ପ୍ରେଜେନ୍ସରେ ବିରୋଧୀ ଦଳକୁ ବାହାର ରଖିକିରି ଇଏ ବିଲ୍ ପାସ୍ କରାଯାଇଛି। ପ୍ରଥମତଃ ଇଏ ଅଗଣତାନ୍ତ୍ରିକ ଏବଂ ଏ ବିଲ୍ର ଉଦ୍ଦେଶ୍ୟ ମଧ୍ୟ ଆହୁରି ଅଧିକ ଭାବରେ ସମ୍ବିଧାନ ବିରୋଧୀ। କାରଣ ଆମ ସମ୍ବିଧାନ ହେଉଛି ଫେଡେରାଲିଜମ, ଯୋଉଟାକୁ ଆମେ ସଂଘୀୟ ଗଣତନ୍ତ୍ର, ସଂଘୀୟ ବ୍ୟବସ୍ଥା କହୁ। ଏବଂ ସଂଘୀୟ ବ୍ୟବସ୍ଥାରେ ରାଜ୍ୟମାନଙ୍କର ଯେଉଁ ଅଧିକାର, ସାମ୍ବିଧାନିକ ଅଧିକାର, ରାଜ୍ୟମାନଙ୍କର ସ୍ୱତନ୍ତ୍ରତା, ସେ ସ୍ୱତନ୍ତ୍ରତାକୁ ବଜାୟ ରଖାଯାଇଛି ସବୁବେଳେ। ଏବଂ ମଝିରେ ମଝିରେ ଯେତେବେଳେ ବି କିଛି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ହେଇଛି, ସେତେବେଳେ ବିଦ୍ରୋହ ବି ହେଇଛି, ପ୍ରତିବାଦ ବି ହେଇଛି। କିନ୍ତୁ ଆଜିର ସ୍ଥିତିରେ ଯେଉଁଭଳି ଭାବରେ କେନ୍ଦ୍ର ସରକାରଙ୍କର ନେତୃତ୍ୱ, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଯେଉଁ ସରକାର, ଏବଂ ଯେଉଁଭଳି ଭାବରେ ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରି ଚାଲିଛନ୍ତି, ଏ ଯେଉଁ ବିଲ୍ ଆଗତ ମଧ୍ୟ ଉଦ୍ଦେଶ୍ୟ ମଧ୍ୟ ତାର ଏକ ଅଂଶ। ଦ୍ୱିତୀୟ ହେଉଛି ଯେ ଇଏ କେବଳ ଓଡ଼ିଶାର କ୍ଷତି ନାହିଁ, ସମସ୍ତ ରାଜ୍ୟମାନଙ୍କର ଅଧିକାର ଉପରେ ଆକ୍ରମଣ କରାଯାଇଛି। ଓ ବିଶେଷ କରିକି ଓଡ଼ିଶା ପରି ଆମର ଯେଉଁଠି ଖଣିଜ ସମ୍ପଦ ବେଶୀ ଅଛି ବା ଭରପୁର, ସେ ଝାଡ଼ଖଣ୍ଡ ହଉ କି ଛତିଶଗଡ଼ ହଉ, ବିଭିନ୍ନ ରାଜ୍ୟରେ ଯୋଉଠି ବି ଅଛି, ସେଇ ରାଜ୍ୟମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି, ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ କରାଯାଇଛି। କାରଣ ଗୋଟେ ଅଧିକାର ଉପରେ ଆକ୍ରମଣ ଆସିଛି। ପ୍ରଥମ କଥା ହେଉଛି ଯେ ଜମି ରାଜ୍ୟର, ଖଣିଜ ସମ୍ପଦ ଜମି ଭିତରେ ଅଛି ଲୋକଙ୍କର। ଏବଂ ସମ୍ବିଧାନ ବ୍ୟବସ୍ଥାରେ ବି ଅଛି ଯେ ଆଦିବାସୀ ଅଞ୍ଚଳରେ ଯେଉଁ ସମ୍ପତ୍ତି ଅଛି, ଯେ ଜଳ ହଉ, ଜଙ୍ଗଲ ହଉ, ଖଣି ହଉ, ସବୁ ହଉ, ତାର ମାଲିକ ହେଉଛନ୍ତି ଆଦିବାସୀ ସମାଜ, ଟ୍ରାଇବାଲ କମ୍ୟୁନିଟି। ସରକାର ତାର ମାଲିକ ନୁହନ୍ତି। ଆଉ ସେତିକି ବେଳେ ଯଦି ଆପଣ ଦେଖିବେ ଯେ ଏଭଳି ବିଲ୍ ଜରିଆରେ, ଗୋଟେ ଯେଉଁ ଆଇନ ଜରିଆରେ ବିଲ୍କୁ ପରିବର୍ତ୍ତନ କରି ବର୍ତ୍ତମାନ ରାଷ୍ଟ୍ରପତିଙ୍କର ମଧ୍ୟ ସମ୍ମତି ମିଳି ସାରିଲାଣି। ତେଣୁ ଇଏ ଯେତେବେଳେ ପରିବର୍ତ୍ତିତ ବା ସଂଶୋଧିତ ଆଇନ ଜରିଆରେ ଗୋଟେ ସାମ୍ବିଧାନିକ ଅଧିକାରକୁ ଛଡ଼େଇ ନିଆଯାଉଛି, ସଂଘୀୟ ବ୍ୟବସ୍ଥାକୁ ପୁରା ଧୂଳିସାତ କରିଦିଆଯାଉଛି, ଏବଂ ତାହା ଗଣତନ୍ତ୍ର ପ୍ରତି ବିପଦ, ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ଅବମାନନା, ଏବଂ ଭବିଷ୍ୟତ ପାଇଁ ମଧ୍ୟ ଗୋଟାଏ ରାଜ୍ୟରେ ଯେମିତି ଗୋଟେ କେନ୍ଦ୍ରୀକରଣ ହେଇଯିବ, ସେ କେନ୍ଦ୍ରୀକରଣ ବ୍ୟବସ୍ଥାକୁ
गोटे जमी सब कथा दिल्ली इम्पोज हम लोकों उपरे बा लोकंर अधिकार उपरे ସେଇଟା ବର୍ତ୍ତମାନ ଦର୍ଶାଉଛି। ସେଥିପାଇଁ ଏଇଟା ହେଉଛି କେବଳ ଆମ ରାଜ୍ୟ ପାଇଁ ନୁହଁ, ଆମ ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଗୋଟାଏ ବଡ଼ ସାଂଘାତିକ ବିପଦ। ଶ୍ରୀଯୁକ୍ତ ସାମନ୍ତରାୟ, ଦ୍ୱିତୀୟ କଥା ହେଲା ଯେ ଆମେ ରାଜ୍ୟକୁ ଆସିବା ଓଡ଼ିଶା ପାଇଁ। ଆମେ ଆପଣ ଦେଖିବେ ଏ ଯୋଉ ସଂଶୋଧନ ହେଇଛି, ଏ ସଂଶୋଧନ କେବଳ ଏ ଯୋଉ ଟିକସ ବା ରାଜ୍ୟର ସ୍ୱତନ୍ତ୍ର ଭାବରେ ତାଙ୍କର ରେଭିନ୍ୟୁ ପାଇଁ, ତାଙ୍କର ରାଜସ୍ୱ ପାଇଁ ଯୋଉ ଟିକଟ ବସେଇବା, ଟିକଟ ଆଦାୟ କରିବା, ଟିକସ ଆଦାୟ କରିବା ଯୋଉ ଅଧିକାର, ସେ ଅଧିକାରକୁ ଛଡ଼େଇ ନିଆଯିବା ପାଇଁ ହେଇଛି। ଆଉ ଦ୍ୱିତୀୟ କଥା ହେଉଛି ଯେ 2024ରେ 9 ଜଣିଆ ଖଣ୍ଡପୀଠ ସୁପ୍ରିମକୋର୍ଟର ଜଜ୍ ମାନଙ୍କର, ଜାତି ସାମ୍ବିଧାନିକ, ସେଇଟା ହେଉଛି କନଷ୍ଟିଟ୍ୟୁସନାଲ ବେଞ୍ଚ, ଓ ତା ଜରିଆରେ ଯୋଉ ନିଷ୍ପତ୍ତି ଆସିଥିଲା, ରାୟ ଆସିଥିଲା, ତାକୁ କାଟିବା ପାଇଁ, ତାକୁ ଅଗାମୀ କରିବା ପାଇଁ ଏ ବିଲ୍ ଆସିଲା। ଏ ବିଲ୍ରେ ରହିଲା ଯେ ନାଇଁ ରାଜ୍ୟମାନେ କରିପାରିବେ ନାହିଁ, ଯୋଉଦ୍ୱାରା କି ଓଡ଼ିଶାରେ ଯୋଉଟାକି ଲକ୍ଷାଧିକ ଟଙ୍କା ଯୋଉଟା ଆଦାୟ ହେବାର ଥିଲା 2005ରୁ, ସିଏ ଆମେ ଲୁଜ୍ କଲୁ। କାହିଁକିନା ଦେଖନ୍ତୁ ଯେ ବିଲ୍ରେ ଗୋଟେ ରଖାଗଲା ମଧ୍ୟ ଯେ ରେଟ୍ରୋସ୍ପେକ୍ଟିଭ ଇଫେକ୍ଟ, ଅର୍ଥାତ୍ ପୂର୍ବ ଅବସ୍ଥା ଯୋଉ ଅର୍ଡର ହେଇଥିଲା ସୁପ୍ରିମକୋର୍ଟ ଜରିଆରେ, ତାକୁ ମଧ୍ୟ ସେମାନେ ଆଉ ଦେବେ ନାହିଁ, ତମେ ଆଦାୟ କରିପାରିବ ନାହିଁ। ଏଇଟା ଏ ପଛରେ କ'ଣ ଅଛି? ଏ ପଛରେ ଅଛି ଓଡ଼ିଶାରେ ଯୋଉମାନେ ଖଣି ଲୁଟ୍ କରୁଛନ୍ତି, ଯୋଉ କମ୍ପାନୀ ମାନେ, ସେଇ କମ୍ପାନୀ ମାନଙ୍କୁ ଲାଭ ଦେବା ପାଇଁ, ମୁନାଫା ଦେବା ପାଇଁ, ସେମାନଙ୍କର ସେବା କରିବା ପାଇଁ, ସେମାନଙ୍କୁ ଆହୁରି ଧନୀରୁ ଧନୀ କରିବା ପାଇଁ ଇଏ ଯୋଉ ବ୍ୟବସ୍ଥାଟି ହେଲା, ତାର ତ ସରକାର ବର୍ତ୍ତମାନ ନିଜକୁ ପ୍ରମାଣିତ କରିଦେଲେ, କେନ୍ଦ୍ର ସରକାର, ବିଜେପି ସରକାର, ଯେ ଆମେ କେବଳ ଅଛୁ, ଆମେ ଧନିକ ପୁଞ୍ଜିପତି, ଏବଂ ପ୍ରତିଦିନ ଯୋଉ ଲୁଟ୍ ହେଉଛି ଦେଶରେ, ପ୍ରାଇଭେଟାଇଜେସନ ହେଉଛି, ଘରୋଇକରଣ ହେଉଛି, କମ୍ପାନୀ ପାଖକୁ ସବୁ କଥା ଦିଆଯାଉଛି, ଆଦାନୀ ହୁଅନ୍ତୁ କି ଟାଟା ହଉ କି ଆମ୍ବାନୀ ହଉ କି ବେଦାନ୍ତ ହଉ। ଏବଂ ଆମ ରାଜ୍ୟରେ ଆପଣ ଦେଖିବେ ଯେ ଆଉ ଗୋଟେ ବଡ଼ ଇଏ ଯୋଉ ଆର୍ଥିକ ତ ଲସ୍ ହେଲା, ହବ, ଆଉ ପ୍ରତିବର୍ଷ କମ୍ ସେ କମ୍ 15,000 କୋଟି ଟଙ୍କା ଆଜିର ହିସାବରେ ଯିବ। କିନ୍ତୁ ଯେତେବେଳେ ଖଣି, ଯେତେବେଳେ ଗୋଟା ପରେ ଗୋଟା ଖଣି ଦଉଛନ୍ତି, କାଲିକି ଆହୁରି ଅଧିକ ଖଣି ଦେବେ ସାରିଦେବା ପାଇଁ, ଯେତେବେଳେ ଆହୁରି ଖଣି ଦେବ, ଆମେ ଅଧିକା ପାଇଥାନ୍ତୁ। ଯୋଉ ଟିକସଟା ଯୋଉ ସରକାର, ରାଜ୍ୟ ସରକାର ଅଧିକାର ଯୋଉ ଥିଲା, ଟିକସ ବସେଇଥିଲା, ସେ ତ ଗୋଟେ 30-40 ହଜାର ଟଙ୍କା ହେଇପାରିଥାନ୍ତା। ଏଥିରେ ତ କମିଲା। କିନ୍ତୁ ଆଉ ଗୋଟେ ହଉଛି, ଆଉ 3ଟା କଥା ସେମାନେ ଏ ପରିବର୍ତ୍ତନ ଆଣିଛନ୍ତି, ରଖିଛନ୍ତି, ଯୋଉଟା କି ଆମ ରାଜ୍ୟକୁ ପୁରା କାଙ୍ଗାଳ କରିଦବ ଏବଂ ଆପଣ ଦେଖିବେ ଯେ ସମ୍ବଳହୀନ କରିଦବ, ଆଉ ଲୁଟ୍ ଚାଲିବ। ଆଉ ଆମ ରାଜ୍ୟରେ ଦେଖିବେ ଯେ ଯୋଉ ଜଙ୍ଗଲ ଅଛି ସବୁ ସରିଯିବ, ଜଙ୍ଗଲ ସହିତ ପାଣି ଅଛି ସବୁ ସରିଯିବ। କାହିଁକିନା ଆପଣ ଦେଖିବେ ବକ୍ସାଇଟ୍ ଯୋଉଟା ଅଛି, ପାଣିର ଭଣ୍ଡାର ଅଛି, ଏବେ ଗୋଟାଏ ପରେ ଗୋଟାଏ ବକ୍ସାଇଟ୍ ଦିଆଯାଉଛି। ଏବଂ ଆମେ କହୁଛେ ବକ୍ସାଇଟ୍କୁ ବନ୍ଦ କର, 3ଟା ଖଣି ଚାଲିଛି, ଖଣି ସରିବା ପର୍ଯ୍ୟନ୍ତ ବକ୍ସାଇଟ୍ ଦିଅନି। କାହିଁକିନା ଦେଶରେ ଆମର 60 ଭାଗ ଅଛି, ସେତିକି ସରିଗଲେ ଆପଣଙ୍କର ଗନ୍ଧମାର୍ଦ୍ଦନରୁ ଦେଓମାଳି ପର୍ଯ୍ୟନ୍ତ 5ଟି ଜିଲ୍ଲା ହେଉଛି, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ। ଏ 5ଟା ଜିଲ୍ଲାରେ ଦେଶର 60% ଅଛି ଆମର ଇଏ ବକ୍ସାଇଟ୍। ଆଉ ସେ ବକ୍ସାଇଟ୍ ହେଉଛି ନଦୀ, ନାଳ, ପାଣି, ଝରଣା ସହିତ ସମ୍ପୃକ୍ତ। ଆକୁ ତମେ ସାରି ଦିଅ ନା, ଯେତେବେଳେ ଆମେ କହୁଛୁ ଆମକୁ ଗୋଟେ ଭବିଷ୍ୟତ ବଂଶଧର ପାଇଁ, ଏବଂ ଲୋକଙ୍କର ଆଜୀବିକା ଚାଲି ଯାଉଛି, ଏବଂ ରାଜ୍ୟ ସମ୍ବଳହୀନ ହେଇଯାଉଛି। ଏବଂ ବର୍ତ୍ତମାନ ରାଜ୍ୟ ସରକାରଙ୍କର ଆପଣଙ୍କର ଅର୍ଥନୈତିକ ସର୍ବେକ୍ଷଣ, ଯୋଉଟା ଇକୋନୋମିକ ସର୍ଭେ ରିପୋର୍ଟ କହିଲା ଯେ 5 ଦଶକରେ ଆପଣଙ୍କର ସରିଯିବ ଲୁହା ପଥର। ଆମେ କହୁଛୁ ସେଇଟା ଏବେ ଯୋଉ ଭଳି ଭାବରେ ଚାଲିଛି ବିଜେପି ସରକାର, ବର୍ତ୍ତମାନ ଡବଲ ଇଞ୍ଜିନ ସରକାର, ଯୋଉ ସ୍ତରରେ ଦଉଛନ୍ତି ପ୍ରତିଦିନ ଗୋଟାଏ, ଏବେ ପ୍ରାୟ 50, 85, 21 ଆସିକିରି 70ଟା ଖଣି ବର୍ତ୍ତମାନ ନିଲାମ ହଉଛି। ମୁଁ କହୁଛି ସବୁ ସରିଯିବ, ଆଉ ସରିବା ପାଇଁ ବର୍ତ୍ତମାନ ବ୍ୟବସ୍ଥା ଚାଲିଯାଇଛି। ଯୋଉଠି ଜଳ ପଳେଇବ, ଜଙ୍ଗଲ ପଳେଇବ, ଖଣି ପଳେଇବ, ସମ୍ପଦ ପଳେଇବ, ଆଉ 30 ବର୍ଷ ପରେ କି 25 ବର୍ଷ, 30 ବର୍ଷ ପରେ ରାଜ୍ୟରେ କିଛି ନଥିବ। ଏବଂ ତା ସହିତ ଯୋଉ ଜଡ଼ିତ ଯୋଉଟା ଏଗ୍ରିକଲଚର ଇକୋନୋମି, କୃଷି ବ୍ୟବସ୍ଥା, ଜଙ୍ଗଲ ବ୍ୟବସ୍ଥାରେ ଯୋଉମାନେ କୋଟି କୋଟି ଲୋକ, ହଜାର ଲୋକ ଜୀବିକା ପାଉଛନ୍ତି, ସେ ଜୀବିକାରୁ ବି ବିଚ୍ଛିନ୍ନ ହେଇଯିବେ, ପୁରା ବାଛନ୍ଦ ହେଇଯିବେ। ଲୋକେ ଯିବେ କୁଆଡେ? ଏକ ଗୋଟେ ମରୁଭୂମି ପରିଣତ ହେଇଥିବ। ସେତିକି ବେଳେ ଆପଣ ଦେଖିବେ ଯେ ଏଇ କଥାଟା ମୁଁ ବାରମ୍ବାର ଆଗରୁ କହି ଆସିଛି, ଏବେ ଆହୁରି ପ୍ରମାଣିତ କରିଦେବାକୁ ମୁଁ ଚାହୁଁଛି ଯେ ଏବେ ଯୋଉ 3ଟା ଆମେଣ୍ଡମେଣ୍ଟ ଆଉ କରିଛନ୍ତି, ସେଇଟା କ'ଣ ଜାଣିଛନ୍ତି ନା, ସେଇଟା ହଉଛି ଆପଣଙ୍କର ମନେ ଥିବ ଯେ ଶାହା କମିଶନ 60,000 କୋଟି ଟଙ୍କା ଫାଇନ ପକେଇଲେ, ଯୋଉମାନେ ଲୁଟ୍ ହେଇଥିଲା ବୋଲି। ସେଇଟା କ'ଣ? ସେଇଟା ଥିଲା ଯୋଉ ସେଇ
टाटा हो कि जिंदल हो कि रुंगटा हो कि जे भी हो जो मानक पाखरे खଣି थिला तार नियम थिला जे तमे टनटे मध्य बाहर को बिकी परिबो नाही तमे केवल इंडस्ट्री में व्यवहार करिवो किंतु एते हितला विदेश को रप्तानी हितला एवं सेटा को जोटा चोरा माल हितला ताकू फाइन पकईथिले मोदी सरकार ताकू आईनगत सम्मति देदेला प्रथमे गत 5-7 वर्ष तले जे सेमाने 50% खोला मार्केट रे बिकी पारिबे अच्छा हाँ गत अच्छा आप देखन एटा होछि कारण आप देखन एटा कोटे लीगलाइज करिया पे गोटे करप्शन को एबे ए जो आसिला ए जो आपनकर आज हम जो आलोचना करछे ये जो अमेंडमेंट रे से माने 100% कर देले जे 100% से माने बिकी पारिबे बाहर को देश विदेश को सब थी अच्छा अब भाबंतु जे जो मानक पाखरे खणी अछि एबे इंडस्ट्री ना रे जो दिन वर्ल्ड मार्केट रे रेट बढ़ी जो जो दिन डिमांड हबो काली की लुहा पत्थर ही पारे काली की बक्साइट ही पारे बहुत दिन क्रोम ही पारे एवं जिते डिमांड हम आप जानते प्रथम जमी चाइना आमर पत्थर चाइना आम अधिका लुहा पत्थर अच्छी Correct. किंतु जो शाह कमिशन बसले रिपोर्ट है से चाइना को बेसी जाइए लुहा पत्थर चोरा पत्थर से रखुंट एवं जो सरकार करदेला जे नहीं तुम बिकी पार विदेशर लोक मैंने विदेश अन्य राष्ट्र माने आम राज्यर संपत्ति को लेकिन ठूल करेंगे आम राज्य शून हो माल माल हजार हजार कोटी टंकार से लाभ पाइबे आउ द्वितीय कथा है ता सहित आउ गोटे अमेंडमेंट करने जो दिन खଣି सरीबा को आसीबो तार एक्सपांशन पाई मनकर जनक पाखरे लुहा पत्र खଣି अछि से सरी जाउछि बिकिदेला परे इंडस्ट्री करनी बा इंडस्ट्री आरंभ होइनी तारे ताको आउ थरे दरकार तारे ताको जो खଣି दिया जिवो आउ ऑक्शन हबनी आउ सरकारी प्रक्रिया हबो नाही ताको सीधा भाव हैंड ओवर कर दिया जिवो खଣି तार तो अपन देखंतु जे खଣି देला बेले जल जंगल जमी लोकंकर अधिकार तापरे कौन परिवेश प्रभाव पड़िबो कौन इकोलॉजिकली प्रभाव पड़िबो कौन क्लाइमेट चेंज पड़िबो कौन ये सब कथा अछि किंतु ये जो अमेंडमेंट करा हेगला ना ताको सरो सरो आ गोटे खଣି जदि अछि दिया जिवो अछि दिया जिवो अच्छा ता सहित ए जेटा जब जदि अपन मिसई देबे ताले खଣି बिकुथिबे बाहर को आम खଣି दिया चलथिबो ये गोटे जमी सरी जो चली प्रक्रिया लुट प्रक्रिया लुट अच्छा इटा हूँ फ्लड ग्रेट ऑफ करप्शन बोले आम कहवा जे आम राज्यर आपण देखंतु प्रतिदिन एबे भी बक्साइट खଣି 3टा चलछि गोटे हूँ नालकर पंचपटमाली द्वितीय हूँ कोडिंगामाली ओनसी करुच्ची एवं वेदांत को दौची लांजीगढ़ एवं से बेला भी आसी आउ गोटे हूँ बाफिलीमाली जो 3 जन को हत्या करी आम आमर माईकंचरे गुड़ीकांड होला परे से आदित्य बरला उत्कल दि जाऊँगी बाफिलीमाली काशीपुर ये 3टा माली आसवा सरिया आउ 30 वर्ष लगी था एबे जोटा आरंभ करदे आपण ये 3टा खଣି जो 30 वर्ष पर चली था ये 10 वर्ष से सर एवं सरकार एवं कौन कर प्रतिदिन से आउ गोटे गोटे खଣି वेदांत को 2टा 3टा दिगला जोड़े आंदोलन चलती कोठे आंदोलन चलती ना सिजिमाली आंदोलन चलती कोटरुमाली अच्छा कर्लापाट देदेले पुणी नानपाटना गोटे देदेले एबे आदानी की पुणी कुटुरमाली देइछन्ती सेडी आंदोलन चलती आदानी आ गोटे देइछन्ती कोरापुट रे जोटा नंदपुर आपण नागेश्वरी पहाड़ अच्छा से आंदोलन चलती लोकंकर माली पर्वत रे 25 वर्ष 30 आंदोलन चलती तेणु आप देखिए एबे काशीपुर सासुगमाली जो झंझावती नदी बाहर एबे 10टा खଣି नीलाम हम केवल केवल बक्साइट माइनर आदानी को जगी आदानी हब कर कौन आलुमिना और आलुमिनियम तार तो एमाने जदि एबे जदि 5टा 7टा लेखे खଣି रखिले रही एबे जो आईन करदे से मुझे कहबी जे यही मानकर स्वार्थ एमाने हजार हजार लक्ष लक्ष कोटी टंका रोजगार करेंगे एवं 2029 बेलू एबे जो चली आपड़ देखिए कौ समय दूसरी जिते छात्र आंदोलन युवक आंदोलन होची देश रे गोटे परिवर्तन आसूची हवा गोटे जागरण आसूची ये सरकार हटू ये सरकार डिक्टेटर ये सरकार चोरी ये सरकार भोट चोरी मंदिर चोरी चांदा चोरी ये सब जो चली
घृणा राजनीति धर्म ना राजनीति आ विरुद्ध जो चलुची से भावुंट जे कंपनी मान को धनी करी हजार हजार कोटी टंका लाभ देकरी से पुणी जमी इलेक्शन टाक किणवे अच्छा। मत लगुच ये जो हिच आप देखिए बर्तमान ओडिशा को देखिए जे ओडिशा जब जन जन पाखे 5-7 लगे खनि रहा ताले बिकिबे बाजार रे? एमाने भारत मातार स्लोगान दउचंदी हाँ। ये भारत माटी को नहीं से भारत माता को माटी देश आम जमी आम लोक धन नहीं ना से धर्म ना रे आम राजनीति तेणु भारत माता को गोटे गोटे जमी देवदेवी करदेकरी मंदिर लुट कले ना नहीं आपणकर राम मंदिर करी राम मंदिर लुट है एवं लुट करुवा लोक को आज क्लीन चिट भी देदेले दंपति राय को आउ से मिश्र को तेणु ये जो चली बर्तमान लुट से भावुंट जमी 2014 ये अदानी अंबानी टाटा माने मोदी को आनिले इवेन बीजेपी रो नेचुरल लीडरशिप को बात देकरी करेक्ट आडवाणी भाया लोक अन्य लोक थी आनिले एवं भावुंट ये जिते लाभ नहीं जिते आम लाभ पारिबा सेते आम 2029 निर्वाचन को किणिकी मीडिया को हो सब हो पैसा हो लोक हो भोटर को ये भावुंट अच्छा किंतु यहाँ तो निश्चित भाव देश जो आंदोलन चलती विप्लव चलती ये माने जीवे किंतु मत लगुच जे आम ओडिशा भाया राज्य झारखंड भाया राज्य कि आम आपणकर कहीं नहीं जाऊँ अधिकार मनकर झारखंड रे बीजेपी विरोधी पार्टी अच्छी किंतु तार मत अधिकार नहीं जाऊँ आपणकर से दृष्टि आम आप देखिए जे यहाँ ओडिशा लुट हो ओडिशार अदानी अंबानी वेदांत बेरला ये सब जो लुट करेंगे पैसा से पैसा राजनीति करने चाहते क्षमता रहा चाहते बुद्धि मत लगुच यहाँ से दुर्भाग्य हूँ ये राज्य खोल हो राज्य लुटेरा मानकर गोटाए दरिया पार भाया हो आम साधारण मनीष कुआड़े जा आम इकोलोजी आमर परिवेश आमर जल जंगल जमी सब सरी जीव नहीं सु तो साउंड देख आ गोटे जो जल जंगल जमी रो जो नारा आपण लंबा समय धर की देई आछुचंती एवं लड़ाई जारी करिसंती ए शिल्पपति मान को विरोध रे शिल्प हबार आवश्यकता अछि ना ना नहीं शिल्प आछला कोडे मोर कहया कथा शिल्प जति हबो शिल्प हमर आवश्यकता हुन्छ हबो ना नहीं ओके आमे तसला माने कोन हमर रेलवे हबो हमर बस हबो किंतु आमर जदि विदेशर बाजार रे विदेशर चाहिदा पाई विदेशर बड़ बड़ कोठा पाई कि आमर स्मार्ट सिटी बड़ बड़ चिकन चाक चिकन पाई कि बड़ बड़ धनी मानक पाई कि आमे कहया त हम रास्ता नहीं किंतु आमर बड़ बड़ एयरपोर्ट हबो ओके से पूरे एयरपोर्ट दरकार नहीं कहीं हबो भुवनेश्वर एयरपोर्ट अच्छी 60 किलोमीटर धारा को दूर नुह किंतु जो अनेसली सब आम करूँ पुणी प्राइवेट कंपनी देदेबू लाभ आम कहता आम आवश्यकता आम निश्चित भाव इंडस्ट्री करूँ हम किंतु आम आवश्यकता बाहरिक एवं जोटा करागला कौन बदला एवं विदेश को बिकब बक्साइट विदेश को बिकवा अर्थ विदेश में आलुमिना हम आम आलुमिना एवं एक्सपोर्ट करम राज्य आवश्यकता अधिका थी कर तेणु आम कहीं आमर माटी आमर पवन आमर जल आमर जंगल भविष्य वंशधर कौन भविष्य वंशधर माने कुआड़ जीवे किंतु आपण कथा को वर्तमान जेएनजी बुझिबे ना नहीं जेएनजी तो बुझीबा को आरंभ कर दिचंती काना जेएनजी दी चेंटा स्लोगान दोछन ना से कहउचंदी जे आमर अधिकार आम आम भविष्य पीढ़ी कहउचन ना से आम कहते सेकुलरिज्म कथा कहते से कहते देशर संबल संपत्ति लुट विरुद्ध कहते करप्शन विरुद्ध कहते से कहते अच्छा देखिए इंटायरली जदि जल जंगल जमी रही एम्प्लॉयमेंट मिलिबो नहीं अच्छा एम्प्लॉयमेंट अभी भी 60% लोक कौन चलुँच कृषि जंगल रे समुद्र रे जोटा मत्स्यजीवी किए नौका चलाऊँच किए जाल बुणुची किए माछ धरुची अब यहाँ खाद्य जो खाद्य सुरक्षा ये 3टा को लेकर समुद्र जंगल एवं कृषि ये 3टा को जदि आम नष्ट करदेबू विकास ना रे इंडस्ट्री ना रे तो सभ्यता रही लोके रही साधारण मनुष्य रही तेणु राज्य राष्ट्रटा क्या हम किसी कौन 10-20% लोकंर बड़ धनी लोकंर हम तेणु ये जो प्रश्न यहाँ चिंता करने समय आसी ओडावासी ओडार असुविधा कथा कहते ओडार असुविधा गला कुआड़े तुम लक्ष लक्ष कोटी टकर राजस्व रही पार्टी कर तुम 20 जन एमपी अछ रूलिंग पार्टी गाली बाड़े आहरी बढ़िया बोली कहच हाँ
नहीं आपण मते ନାଇଁ, ଆଉ ସରଳ ଗୋଟେ ଶୁଣନ୍ତୁ, ଶବ୍ଦରେ ବୁଝାନ୍ତୁ ଆଉ ଗୋଟେ ଯେ ଶୁଣନ୍ତୁ, ଏହା ଦ୍ୱାରା ଓଡ଼ିଶାର କ୍ଷତି କଣ ଆଉ କଣ ହବ ଦେଖନ୍ତୁ, ଆଉ କଣ ହବ, ଏବେ ତ ସବୁ ଲୁଟ୍ ହେଇଯିବ। ଆମେ ତ ପୁଣି ଆମେ ଟିକସ ବି ପକେଇ ପାରିବୁନୁ, ଯୋଉ ଲୁଟ୍ ହବ, ଯୋଉ ଖଣି ଚାଲିବ ବି ହୁଁ। ତାକୁ ବି ଆମେ ଏକ୍ସନ କରିବା। ଆପଣ ଦେଖନ୍ତୁ ଇଆଡେ ଲୁଟ୍ କୁ ଓଡ଼ିଶା ସରକାରଙ୍କର ତାକୁ ବି ଯୋଗିବେ ଏବେ ଲୁଟ୍ ବି ହବ, ହଁ ତାପରେ ଯୋଉ ଆମର ଖଣିର ଯୋଉ ଟିକସ ଯୋଉ ଅଧିକାର ଥିଲା ରାଜ୍ୟ ସରକାରଙ୍କର ସେଇଟା ବି ତ ନାହିଁ। ତେଣୁ ଆପଣ କେତେ ଲସ୍ ହବ। ତୃତୀୟ କଥା ହଉଛି, ଆଉ ଗୋଟେ ବଡ଼ ହଉଛି ରାଜ୍ୟର ଅଧିକାର ଉପରେ ଅସୁବିଧାକୁ ଖତମ କରି ଦିଆଯାଇଛି। କାରଣ ଗୋଟେ କେନ୍ଦ୍ର ସରକାରଙ୍କର ଗୋଟେ ମିନେରାଲ ବିୟରିଂ ଏରିଆ ଅଛି। ଓକେ ମିନେରାଲ ବିୟରିଂ ଅଛି, ତାଙ୍କ ନିଜର କେନ୍ଦ୍ର ସରକାର ଜରିଆରେ ମାଇନିଂ ଆକ୍ଟିଭିଟିଜ ବା ଡେଭଲପମେଣ୍ଟ ବା ରିସର୍ଚ୍ଚ ସବୁ ହୁଏ। ୟେସ୍ ୟେସ୍ ଏବେ ଏଇ ଯୋଉ ଆମେଣ୍ଡମେଣ୍ଟରେ ହୁଁ। ଆଉ ଗୋଟେ ନେଇଯାଇଛି କରିଥାଇଛନ୍ତି ବଡ଼ ଡେଞ୍ଜରସ୍ କଥା, ହୁଁ। ଯେ ସେ ଯୋଉ ମିନେରାଲ ବିୟରିଂ ଲ୍ୟାଣ୍ଡ ଯାହା କୁହାଯାଏ ଜମି, ହୁଁ। ସେଇଟା କେନ୍ଦ୍ର ସରକାର ରାଜ୍ୟ ସରକାରଠୁ ନେଇଯାଇଛନ୍ତି। ଆଚ୍ଛା ଦେଖନ୍ତୁ, ଜମିର ଅଧିକାର ହଉଛି, ଜମି ହଉଛି ରାଜ୍ୟ ସରକାରଙ୍କର, ହୁଁ। କେନ୍ଦ୍ର ସରକାର ପ୍ରଶ୍ନ ଉଠୁନାହିଁ। ଓକେ ଜଳ ହଉ, ଜଙ୍ଗଲ ହଉ, ଜମି ହଉ, ହୁଁ। ରାଜ୍ୟ ସରକାରଙ୍କର। କିନ୍ତୁ ବିନା ଇଏରେ, ବିନା ଆଲୋଚନାରେ, ବିନା ସମ୍ମତିରେ ରାଜ୍ୟ ସରକାରର ଯୋଉ ଲ୍ୟାଣ୍ଡ ବିୟରିଂ ଲ୍ୟାଣ୍ଡ, ଆଉ ସେଟା ପ୍ରାୟ ଆଦିବାସୀ ଅଞ୍ଚଳ, ଆଚ୍ଛା ସେଇଟା କେତେ ଜାଣିଛନ୍ତି ଆପଣ? ହୁଁ। ଆମେ ହିସାବ କରୁଥିଲୁ, ଯୋଉମାନେ ରିସର୍ଚ୍ଚ କରୁଛନ୍ତି ଜଙ୍ଗଲ ଉପରେ, ହୁଁ। 18 ଲକ୍ଷ ହେକ୍ଟର ଆଚ୍ଛା ଜମି ଏରିଆ, ହୁଁ। 18,000 ଗାଁ ଅଛି। ହୁଁ। କଣ ବୁଝିଲେ ନା? ହୁଁ। ତାହେଲେ 18,000 ଗାଁ ଥିବା ଅଞ୍ଚଳ, ଇଏ ଯୋଉ ମିନେରାଲ ବିୟରିଂ ଏରିଆ ହୁଁ। ପ୍ଲେନ୍, ଇଏ କେନ୍ଦ୍ର ସରକାର ହେଇଗଲା ଆଇନ ଜରିଆରେ। ତା ଅର୍ଥ ଏଥିରେ ରାଜ୍ୟ ସରକାରଙ୍କର ଭୂମିକା କଣ ରହିବ ଏ ରାଜ୍ୟ ସରକାର ତ ବିରୋଧ କରିବା କଥା। ହଁ ରାଜ୍ୟ ସରକାର ଗୋଟେ ଡେମୋକ୍ରେଟିକ କଥା, ଏଇଟା ଆମ ଅଧିକାର, ଆମ ଲୋକଙ୍କର, ଆମର ଏଇଟା ଅଧିକାର, ଆମ କାହିଁକି ନା ଏଇଟା ବୋଲେ ଏଇଟା ସମ୍ବିଧାନ ବିରୋଧୀ। ତାହେଲେ why ସମ୍ବିଧାନ- silent 20 ସେଇଟା ତ ବଡ଼ କଥା। ବର୍ତ୍ତମାନ ସେଇଟା ତ ମୁଁ କହୁଛି, ଗୋଟେ ଭାଷା ଯଦି କୁହାଯିବ ଯେ ଏବେ ଯେ ବର୍ତ୍ତମାନ ଯୋଉ ସରକାର, ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ, ହୁଁ। ଏବଂ ସେ ଆଦିବାସୀ ମୁଖ୍ୟମନ୍ତ୍ରୀ 20 ଜଣ ଏମ୍ପି ଯାଇଛନ୍ତି, ହୁଁ। ଏବେ ପାର୍ଟି ନ କରି ଆହୁରି ୱେଲକମ୍ କରୁଛନ୍ତି, ହୁଁ। ତାହେଲେ ମାନେ ତ ବିଶ୍ୱାସଘାତକ ବୋଲି କୁହାଯିବ। ମାନେ ରାଜ୍ୟବାସୀ ପ୍ରତି, ରାଜ୍ୟ ପ୍ରତି, ସମ୍ବିଧାନ ପ୍ରତି ବିଶ୍ୱାସଘାତକତା କରୁଛନ୍ତି। ଏବେ ହୁଁ। ଅସୁବିଧା ହେଇଲା କୁଆଡ଼େ? ଆପଣ ଦେଖନ୍ତୁ, ଲୁଟ୍ ହବ, ଜଳ ଜମି ସରିଯିବ, ଯୋଉଟା 50 ବର୍ଷରେ ସରିବା କଥା ସେଇଟା 10 ବର୍ଷରେ ସରିଯିବ, ଯେ ପଳେଇବ। ତା ଉପରେ ଟିକସ ସରକାର ଧାର୍ଯ୍ୟ କରିପାରିବନି ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ, ସେ ଅଧିକାର ବି ଚାଲିଗଲା। ଏବଂ ଥିବା ଜମି, ରାଜ୍ୟର ଜମି, ତା ନିୟମ ହଉଛି ଜମିଟା ହଉଛି ରାଜ୍ୟର, ହୁଁ। ସେ କେନ୍ଦ୍ର ସରକାର ଗୋଟେ ଆଇନ ଅନୁସାରେ ନେଇଗଲା। ଏବଂ ସମସ୍ତେ ସାଇଲେଣ୍ଟ। ଆଉ ମୋର ଦୁଃଖ ଯେ ମୁଁ ଆପଣଙ୍କ ଜରିଆ ଚାହୁଁଛି, ବିରୋଧୀ ଦଳ ମାନେ ହୁଁ। କେବଳ ଯୋଉଟା ଟିକସ ଅଧିକାର ପଳେଇଲା ହୁଁ। ସେଇଟାକୁ ଏବେ ପର୍ଯ୍ୟନ୍ତ କହୁଛନ୍ତି, ହୁଁ। ଇଏ ତିନିଟା କଥା ଆଣି ନାହାନ୍ତି। ଆଚ୍ଛା ଆପଣ ଭାବନ୍ତୁ ସେଇଟା, ହୁଁ। ତା କାହିଁକି ଡରୁଛନ୍ତି ଯୋଉମାନେ ବିରୋଧୀ ବର୍ତ୍ତମାନ କୋଉ ଆପଣ ଦେଖନ୍ତୁ, ଇଏ କଂଗ୍ରେସ ପାର୍ଟି ଅଲ ଇଣ୍ଡିଆରେ ବିରୋଧ କରୁଛି। ରାହୁଲ ଗାନ୍ଧୀର ଷ୍ଟାଣ୍ଡ ହଉଛି ଗୋଟାଏ କର୍ପୋରେଟ ପଲିଟିକ୍ସ ବିରୁଦ୍ଧରେ, ଏଇଟା ସେଥିରେ କିଛି କହିବାର ନାହିଁ। ରାହୁଲ ଗାନ୍ଧୀ କିନ୍ତୁ ରାହୁଲ ଗାନ୍ଧୀ କହିବା ବେଳେ ଯେତେବେଳେ ଭାରତବର୍ଷର ଯୁବକ ତାଙ୍କ ସହିତ ରହୁଛନ୍ତି, ଆମ ଭଳିଆ ବ୍ୟକ୍ତିମାନେ ବି କହୁଛନ୍ତି ଯେ ଗୋଟାଏ ନିର୍ଭୀକ ଭାବରେ ଗୋଟେ ନେତା କହୁଛି ଦରକାର ଦେଶ ପାଇଁ, ସେ ରାଜନୀତି ତାଙ୍କ ଦଳ କଣ ହବ ନ ହବ, ଲେଫ୍ଟ କୋପଟେ ଅଛି, କିନ୍ତୁ ଲେଫ୍ଟ ଏହାକୁ ପୁରା ଲେଫ୍ଟ ପର୍ଯ୍ୟନ୍ତ ଆସିନାହାନ୍ତି, ଲେଫ୍ଟ ବିରୋଧ କରୁଛନ୍ତି। କିନ୍ତୁ ଏ ଯୋଉ ଇସ୍ୟୁ ଲେଫ୍ଟ, ମୁଁ ଆଜି କଥା ହଉଥିଲି କିଛି ଲୋକଙ୍କ ସହିତ, ସେମାନେ କହିଲେ ଏଇଟାକୁ ତ ଆମେ ବିରୋଧ କରିବାକୁ ହବ। କିନ୍ତୁ ମୋର କହିବା କଥା, ଆମ ରାଜ୍ୟର ବିଜେଡି ବିରୋଧ କରୁଛି, କିନ୍ତୁ ବିଜେଡି ଏ କଥା କାହିଁ କହୁନି? ମୋର ପ୍ରଶ୍ନ ହଉଛି, ବିଜେଡି ନେତା ମାନଙ୍କୁ ମଧ୍ୟ କଣ କହିବା ଦରକାର? ସେମାନେ କହିବା ଦରକାର, କେବଳ ଏ ଯୋଉ ବିଲ୍ ର ଯେତେ ସବୁ ଅଛି ଆମେଣ୍ଡମେଣ୍ଟ ହେଇଛି, ଆମ କେବଳ ଟିକସ ଅଧିକାରରୁ ପଳେଇଲା ସେଟା ନୁହଁ, ଆମର ଲୁଟ୍ ହେଇଯାଉଛି। ଆଚ୍ଛା ଆମର ସମ୍ପତ୍ତି ପଳେଇବ। ଆମର ଯୋଉଟା 20 ବର୍ଷରେ ଆମେ ଇଣ୍ଡଷ୍ଟ୍ରିକୁ ଦେଇଥିଲୁ ସାରିବା ପାଇଁ, ସେଇଟା 5 ବର୍ଷରେ ବାହାରକୁ ବିକିଦେବେ। ତାର ତ ଆମ ଜିନିଷ ଆମ ପାଇଁ ବ୍ୟବହାର ହବନି। ଆମ ଜିନିଷ ବିଦେଶର ଅନ୍ୟ ଲୋକମାନେ ତାକୁ ନେଇକି ଇଣ୍ଡଷ୍ଟ୍ରି କରିବେ କି ତାକୁ ବାରିବେ। ତ ଆମର ଜଳ ଜଙ୍ଗଲ ଶୀଘ୍ର ସରିଯିବ। ଦ୍ୱିତୀୟ କଥା ହେଲା, ଲୁଟ୍ ବଢିବ। କାରଣ ଯେତେବେଳେ ବିକିବା କଥା ଆସିଲା, ଯେତେବେଳେ ଯିବ ଫିସ୍କୁ, ସେତେବେଳେ ତମେ ବନ୍ଦ କରିପାରିନଥିଲ, ଆଇନ ଥିଲେ ମଧ୍ୟ, ରେଷ୍ଟ୍ରିକ୍ସନ ଥିଲେ ମଧ୍ୟ। ଶାହା କମିଶନ ଯେତେବେଳେ 60,000 କୋଟି ଟଙ୍କା ଫାଇନ ପକେଇଲା, ଆମର ଚୋରାରେ ଯାଇଥିଲା ନା, ତାହେଲେ ଏବେ କଣ ଚୋରାରେ ଯିବନି? ଏ ତ ଚୋରାରେ ଯିବ। ଏବଂ ଏଇଟା ଚୋରାରେ କେମିତି ଯିବ? ଏଇଟା ଆହୁରି ଇଲିଗାଲାଇଜ ବି ହେଇଗଲା। 50 ଟନ୍ ବଦଳ 100 ଟନ୍ ବି ଯିବ। ଏବଂ ସରକାର ଯୋଉଟା ଟିକସ ବି ପକେଇଥାନ୍ତେ, ସେଇଟା ବି ବଞ୍ଚିତ ହେଇଗଲେ। ତେଣୁ ରାଜ୍ୟ କୋଭଳି ଭାବରେ ଗୋଟେ ଦେବାଳିଆ ହେବାକୁ ଯାଉଛି। ଆଉ ଦେବାଳିଆ କରିବା ପାଇଁ ଗୋଟେ କେନ୍ଦ୍ର ସରକାର ଗୋଟେ ଷଡ଼ଯନ୍ତ୍ର କଲା ଭଳିଆ ଏ ରାଜ୍ୟକୁ ଆହୁରି ଦୁର୍ବଳ, ଆହୁରି ଗରିବ, ଆହୁରି ସମ୍ବଳହୀନ
କରିଦେବା ପାଇଁ ଯୋଉ ଚକ୍ରାନ୍ତ ହେଇଛି ଏଇଟା ଦିଶିଛି। ଆର ଏକମାତ୍ର ସଲ୍ୟୁସନ ହଉଛି ରାଜ୍ୟ ସରକାର ପାଟି ଫିଟିବା ଦରକାର ତ ଫିଟେଇବେ ନାହିଁ ଆମେ ଜାଣିଲୁ, କାହିଁକିନା ସଖୀ ଖଣ୍ଡି ସରକାର ବସିଛି ଏଠି। ପ୍ରଧାନମନ୍ତ୍ରୀ ଅଫିସ ଗୋଟାଏ ରିମୋଟ କଣ୍ଟ୍ରୋଲରେ ଓଡ଼ିଶା ସରକାର ଚଲାଉଛନ୍ତି। ଗୋଟେ ମୁଖ୍ୟମନ୍ତ୍ରୀ କି ଆଦିବାସୀ କରିକି ଆଦିବାସୀ ବିରୁଦ୍ଧରେ ହିଁ ଚାଲିଛି ସବୁ ଷଡ଼ଯନ୍ତ୍ର। କାହିଁକିନା ଆ ଦ୍ୱାରା ଦେଖିବେ ଯେ ରାଜ୍ୟର ଆଦିବାସୀ ଅଞ୍ଚଳ ମରୁଭୂମି ହେବ। ଆଦିବାସୀ ମାନେ ତାଙ୍କର ଯୋଉ ସାମ୍ବିଧାନିକ ଅଧିକାର ଯେ ପ୍ରାକୃତିକ ସମ୍ପଦର ସେମାନେ ମାଲିକ, ସେମାନେ ମାଲିକ କ'ଣ, ସେମାନେ ପୁରା ଦରିଦ୍ରରୁ ଆହୁରି ଦରିଦ୍ର ହେଇଯିବେ। ଏବଂ ଆମ ରାଜ୍ୟ ଆପଣ ଦେଖିବେ 20 ବର୍ଷ ପରେ ଗୋଟେ ସମ୍ବଳହୀନ ଥିବ। ଏଇ ଯୋଉ ସମୃଦ୍ଧ ଓଡ଼ିଶା କଥା କହୁଛନ୍ତି, ଏ ସମୃଦ୍ଧ ଓଡ଼ିଶା ଭିତରେ ବଡ଼ ବଡ଼ କୋଠା ଥିବ, ବଡ଼ ବଡ଼ ଏୟାରପୋର୍ଟ ଥିବ, ବଡ଼ ବଡ଼ ଧନୀମାନଙ୍କ ଇମାରତ ଥିବ, ତାଙ୍କର ବହୁତ ବଡ଼ ଇନକମ୍ ଥିବ, କିନ୍ତୁ ପ୍ରାଥମିକ ସ୍କୁଲ କି ହାଇ ସ୍କୁଲ ନଥିବ ପିଲାଙ୍କ ପାଇଁ, ଗରିବ ପିଲା ପାଇଁ ପ୍ରାଇଭେଟ ସ୍କୁଲ ଥିବ, ବଡ଼ ବଡ଼ ସ୍କୁଲ ଥିବ, ଶିଶୁ ମନ୍ଦିର ଥିବ ଧର୍ମ ନାଁରେ ସ୍କୁଲ ଚଳାଇବା ପାଇଁ, କିନ୍ତୁ ନଦୀ ନଥିବ, ନଦୀରେ ପାଣି ନଥିବ, ନଦୀ ପ୍ରଦୂଷିତ ହେଇଥିବ, ଜଙ୍ଗଲ ସରିଯାଇଥିବ, କୃଷି ବ୍ୟାଘାତ ହେଇଥିବ। କୁଆଡ଼େ ଯିବେ ଲୋକେ? ଓଡ଼ିଶାର ଲୋକେ ଏବେ ବି ଦାଦନ ଯାଉଛନ୍ତି ଯେତେ ସମୃଦ୍ଧ କଥା କହିଲେ ମଧ୍ୟ। ତେଣୁ ଆମେ କୁଆଡ଼େ ଯିବା? ଆମର ଭବିଷ୍ୟତ କ'ଣ? ସେଇଟା ପ୍ରଶ୍ନ ମୁଁ ଆଜି ଓଡ଼ିଶାର ଯୁବକମାନଙ୍କୁ ଆପଣଙ୍କ ଜରିଆରେ ଚାହୁଁଛି। ଓଡ଼ିଶାର ଛାତ୍ର ଯୁବକମାନେ ବିଚାର କରନ୍ତୁ ଯେ ଆମ ରାଜ୍ୟର ଭବିଷ୍ୟତ କ'ଣ। ଆମ ରାଜ୍ୟର ଯଦି ଜଳ, ଜଙ୍ଗଲ, ଜମି ଏବଂ ରାଜ୍ୟର ଅଧିକାର, ଫେଡେରାଲିଜମ, ନ କେନ୍ଦ୍ରୀକରଣ, ଭାରତ ବର୍ଷ ଯୋଉ କେନ୍ଦ୍ରୀକରଣ ହେଇଯିବ ଆଉ ଡିକ୍ଟେଟରସିପ୍ ହେବ। କାରଣ ଏବେ ଯୋଉ ଡିକ୍ଟେଟରସିପ୍ ଚାଲିଛି ଗଣତନ୍ତ୍ର ନାଁରେ, ଏବେ ଇମର୍ଜେନ୍ସି ନେଇକି ଅନଡିକ୍ଲେୟାର୍ଡ ଇମର୍ଜେନ୍ସି ଚାଲିଛି, ଅଘୋଷିତ ଜରୁରୀ ପରିସ୍ଥିତି ଚାଲିଛି। ଏବେ କହିଲାଣି ପ୍ରଧାନମନ୍ତ୍ରୀ କହିଲେଣି କ'ଣ, ପ୍ରଥମେ କହିଲା ଆମେ ନକ୍ସଲକୁ ଖତମ କରିଦେଲୁ, ଏବେ କହୁଛନ୍ତି କ'ଣ ଦିମାଗୀ ନକ୍ସଲ। ଦିମାଗୀ ନକ୍ସଲ ଅର୍ଥ କ'ଣ? ଦିମାଗୀ ନକ୍ସଲ ଅର୍ଥ ଯିଏ ଚାକିରି ମାଗୁଛି, ଯିଏ ଜେଏନଜି ଆନ୍ଦୋଳନକୁ ଶିକ୍ଷାର ବ୍ୟବସ୍ଥା ପରିବର୍ତ୍ତନ କର, ଯିଏ କହୁଛି ବେକାର ସମସ୍ୟା ଦୂର କର, ଯିଏ କହୁଛି ରେଲୱେରେ ଲକ୍ଷ ଲକ୍ଷ ଚାକିରି ବାକି ଅଛି ତମେ ଦଉନ ତାକୁ ଖୋଲ, ଯିଏ କହୁଛି ନାଇଁ ଜଳ, ଜଙ୍ଗଲ, ଜମି ଅଧିକାର ଲଢୁଛନ୍ତି ସେମାନେ ହଉଛନ୍ତି ଦିମାଗୀ। ପ୍ରଧାନମନ୍ତ୍ରୀଙ୍କ ଭାଷାରେ ପ୍ରଫୁଲ୍ଲ ସାମନ୍ତରା ବି ଦିମାଗୀ ନକ୍ସଲ, କାରଣ ଆପଣ ଆଦିବାସୀଙ୍କ ସହିତ ଆଦିବାସୀ ମାନଙ୍କର ନ୍ୟାଯ୍ୟ ଅଧିକାର ପାଇଁ ଲଢେଇ କରୁଛନ୍ତି ଏବଂ ଅତୀତରେ ମଧ୍ୟ ଆମେ ଜାଣିନୁ ଏପର୍ଯ୍ୟନ୍ତ କି ଆମକୁ କୁହାଯାଉଛି ଏଭଳି ନାହିଁ ଯେ ଆମ ବ୍ୟତିରେକ ଆମ ନାଁରେ ମଧ୍ୟ ଯୋଉମାନେ ସେତେବେଳେ ନକ୍ସଲ ଲିଡରଙ୍କ ନାଁରେ କେସ୍ କରିଥିଲେ, ଯୋଉମାନେ ନିର୍ଦ୍ଦୋଷରେ ଖଲାସ ହେଲେଣି, ସେଇ ନାଁ ସହିତ ମଧ୍ୟ ମୋ ଭଳିଆ ବ୍ୟକ୍ତିମାନଙ୍କର ଅନେକ ଲୋକଙ୍କର ନାଁ ଯୋଡ଼ି ଦେଇଛନ୍ତି। ତେଣୁ ଏବେ ଯେତେବେଳେ ନକ୍ସଲ କଥା ପଡ଼ିଛି, ସେ ନକ୍ସଲ କ'ଣ କହିଲେ ଆର୍ବନ ନକ୍ସଲ, ତାପରେ କହିଲେ ଆନ୍ଦୋଳନଜୀବୀ, ତାପରେ ଏବେ କହିଲେ ଦିମାଗୀ ନକ୍ସଲ। ଦିମାଗୀ ନକ୍ସଲ ତ ଯିଏ ହୋମ ମିନିଷ୍ଟର ଯିଏ ଥିଲେ, ଯିଏ ଗ୍ରୀନ ହଣ୍ଟ କରିଥିଲେ, ସିଏ ବି ତ କହିଲେ ମୁଁ ଦିମାଗୀ ନକ୍ସଲ। ତେଣୁ ଯୋଉ ଭାଷା, ଯୋଉ ବିଚାର, ଯୋଉ ଆଭିମୁଖ୍ୟ, ଆଉ ଗୋଟେ ପ୍ରଧାନମନ୍ତ୍ରୀ ଯେଉଁଭଳି ଭାବରେ ଏତେ ଶସ୍ତା ହେଇଯାଇଛନ୍ତି, ଗୋଟେ ତଳକୁ ଖସି ଯାଇଛନ୍ତି। ପ୍ରଧାନମନ୍ତ୍ରୀ କହିବା ଅର୍ଥ ନିଜକୁ ସମସ୍ତଙ୍କ ଉପରେ ଉର୍ଦ୍ଧ୍ୱ ରଖିକରି ଯଦି କଥା କହୁଥାନ୍ତେ ଆଜି ହେଇନଥାନ୍ତା ୟା। ଏବଂ ଇଏ ଯୋଉ ଆଇନ ବି ଆସିଛି, ଏ ଆଇନ ପୁରା ବଡ଼ ବଡ଼ କମ୍ପାନୀ ମାନଙ୍କର, ଦେଶୀ ବିଦେଶୀ କମ୍ପାନୀ ମାନଙ୍କର ଇଏ ପୁରା ଏକ ଲବିରେ, ଚାପରେ ଏବଂ ତାଙ୍କ ପ୍ରଲୋଭନ ଦେଖେଇକିରି ତାଙ୍କ ହାତକୁ ସବୁ ଟେକି ଦେବା ପାଇଁ ଇଏ ଗୋଟେ ବଡ଼ ଷଡ଼ଯନ୍ତ୍ର। ଇଏ କେବଳ ଏଇଟା ଓଡ଼ିଶା ରାଜ୍ୟର ତ ଆମର କ୍ଷତି, କିନ୍ତୁ ସାରା ଦେଶରେ ଗୋଟାଏ କେନ୍ଦ୍ରୀକରଣ ହେବାକୁ ଯାଉଛି, ଗୋଟେ ଡିକ୍ଟେଟରସିପ୍ କରିବା ପାଇଁ, ଇଷ୍ଟାବ୍ଲିଶ କରିବା ପାଇଁ, ଗୋଟେ ତାନାଶାହୀ ଶାସନ ଚଳେଇବା ପାଇଁ ଇଏ ନରେନ୍ଦ୍ର ମୋଦିଙ୍କର ଇଏ ହେଉଛି ଗୋଟାଏ ବଡ଼ ଯୋଜନା। ଏବଂ ଯେଉଁମାନେ ଆଜି RSS କଥା କହୁଛି, RSS କାହିଁ ପାର୍ଟି କରୁନି? RSS ତ ଯଦି ଏତେ ଡେମୋକ୍ରେସି କଥା କହୁଛି, ଏତେ ଭାରତୀୟ କଥା କହୁଛି, ତା ଏବେ ଓଡ଼ିଶାର RSS ବାଲା, ଓଡ଼ିଶାର ବିଜେପି ବାଲା, ଏବେ ତ ଓଡ଼ିଶାର ବିଜେପି ସଭାପତି କହୁଛନ୍ତି ଆମର ବଢ଼ିଆ ହେବ, ଆମର ଅଧିକାର ମିଳିବ। ବୋଲେ ଯେତେ ମିଛ କହିବା କଥା। ମୋର କହିବା କଥା, ଓଡ଼ିଶାର ଅସ୍ମିତା କଥା କହିକି ତମେ ଆସିଛ, ଓଡ଼ିଶାର ସ୍ୱାର୍ଥକୁ ଆଗେଇ ରଖ। ମୁଁ ଆଜି ବି କହୁଛି, ଗୋଟେ ସମୟ ଥିଲା ଇନ୍ଦିରା ଗାନ୍ଧୀଙ୍କ ସମୟରେ କୌଣସି ପ୍ରକାର ଯଦି ରାଜ୍ୟର ଅଧିକାର ଉପରେ ଟିକେ ଆଞ୍ଚ ଆସୁଥିଲା, ସେତେବେଳେ ନିଜ ଦଳର ବି ନେତାମାନେ ବିଦ୍ରୋହ କରୁଥିଲେ, ପ୍ରତିରୋଧ କରୁଥିଲେ। ଏବେ ବିଜୁ ପଟ୍ଟନାୟକ ଭଳିଆ ଆମର ଲୋକ
ଯିଏ ବି ମୁଖ୍ୟମନ୍ତ୍ରୀ ଥିଲାବେଳେ ମଧ୍ୟ ନିଜ ସରକାର ବିରୁଦ୍ଧରେ ମଧ୍ୟ ହୁଁ। ସେ କେନ୍ଦ୍ର କହୁଥିଲେ ନ ଏକ ଛୋଟ କମର୍ସିଆଲ ବ୍ରେକ୍ ନବା ବ୍ରେକ୍ ପରେ ପୁଣି ଆଲୋଚନା କରିବା